तो हाय गाइस, जय जगन्नाथ। नमस्कार। आशा करुଛି ସମସ୍ତେ ଭଲରେ ଥିବେ। ତ ଦେଖିପାରୁଥିବେ ମୁଁ ଅଛି ଆମ ପୁରୁଣା ଘରେ। ନୂଆ ଘରେ ଗୋଟେ ପୁରୁଣା ଦିଶୁଛି। ଏବେ ଆମେ ଫୁଲ ଗଛରେ ଖତ ଦେବାକୁ ଯାଉଛୁ ଗାଇସ୍। ଆପଣମାନଙ୍କୁ ଦେଖେଇବି। ତ ଦେଖିପାରୁଥିବେ କିରଣୀ ଖତ ଆଣିଲା ଦେଖେଇ ଦେଉଛି। ତ ଚାଲନ୍ତୁ ଗାଇସ୍ ଆପଣମାନଙ୍କୁ ଦେଖେଇ ଦେଉଛି। ଏଇଠି ଦେଖନ୍ତୁ ସେମି ଗଛ ଲଗା ହେଇଛି। ଧରି ନାହିଁ ତା ଏବେ ଗୋଟେ ରୁମ୍ ଅଛି। ପୁରା ଦେଖିପାରୁଥିବେ ସବୁଠି ଖାଲି ଶିଉଳି ଟାଇପର ଗଛ ଯାକ ବାହାରିଛି। ତ ଏଇଟା 4 ବର୍ଷ ହେଇଗଲା ଇନକମ୍ପ୍ଲିଟ ଅଛି। ତ ଦେଖିପାରୁଥିବେ କିରଣ ଡିଏପି ଧରିକି ଠିଆ ହେଇଛି। ଦେଖନ୍ତୁ ଏଠି ମନ୍ଦାର ଫୁଲ ଗଛ ଅଛି। ଏଠି ଖତ ଦଉଛି ଗାଇସ୍। ଏପଟେ ଗୋବର ଖତ ସେ ସେପଟେ ଖତ ଦଉଛି। ସେପଟେ ଦେଖିପାରୁଥିବେ ବୋରିଂ ରେ ଗାଡ଼ି ଯାକ ଦଉଛନ୍ତି। ତ ଗୋଟେ କିଛି ଏମିତି ପ୍ରକାର ସିନ୍ ଅଛି ଗାଇସ୍। ଦେଖନ୍ତୁ ସେପଟେ ଅଛି ଖତ ଗଦା। ବଡ଼ ତେନ୍ତୁଳି ଗଛ ଗୋଟେ ଅଛି ଏଠି। ଏପଟେ ଅଛି ମୁଁ ଲଗେଇଥିବା ଦେଖିପାରୁଥିବେ ଗୋଟେ ଗୋଲାପ ଫୁଲ ଗଛ। ସେଇଟା ଅଛି ଲେମ୍ବୁ ଗଛ। ସେପଟେ ଅଛି ଗୋଟେ ନଡ଼ିଆ ଗଛ। ଦେଖେଇ ଦେଉଛି ମୁଁ ଅନଲାଇନରେ ମଗେଇକି ଲଗେଇଥିଲି। ଏଇଟା ଯାକ 4 ବର୍ଷ ହେଇଗଲାଣି ବଟ୍ ଲେମ୍ବୁ ଧରୁନାହିଁ ଏପର୍ଯ୍ୟନ୍ତ। ସେ ଗୋଟେ ପିଜୁଳି ଗଛ ଅଛି ଦେଖନ୍ତୁ। ସବୁଠି ଖତ ଦେଉଛି ଗାଇସ୍। ତ ଦେଖିପାରୁଥିବେ। ତ ଏଇଟା କଣ ଫୁଲ ଗାଇସ୍ କମେଣ୍ଟ କରନ୍ତୁ। ତ ଦେଖନ୍ତୁ ଗୋବର ଖତ ସେଇଠି ଦେଇଦେଲେ ଫୁଲ ଗଛ ତଳେ। ଫୁଲ ଗଛ ଅଛି। ତାପରେ ମନ୍ଦାର ଫୁଲ ଗଛ। ସେପଟେ ସେ ଗୋଟେ ସୋଲ ଗଛ ଅଛି। ତାର ଯାଉଛି ସେ ଆଣିବାକୁ ଦେଖିପାରୁଥିବେ ଘର ଭିତରକୁ ଗଲା। ସେପଟେ ଯାଇ ଖତ ଗଦାରେ ଯିବ ଗାଇସ୍। ତ ସାଙ୍ଗମାନେ ସବୁ ଫୁଲ ଗଛରେ ଖତ ଦେଇଦେଲା। ତାପରେ ଏପଟେ ସେଠି ସାଇଜ କରି ଦେଖନ୍ତୁ। ଏ ସାଇଡରେ ମେଟାଲ ଗଦା ଅଛି। ଖତ ଗୁଡା ଗୁଛା ଅଛି। ଭଲସେ ଟିକେ ମାରୁଛି। ତ ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିଦେବ ଗାଇସ୍। ତ ସାଙ୍ଗମାନେ ଚାଲନ୍ତୁ ଆପଣଙ୍କୁ ଦେଖେଇ ଦେଉଛି। ଏଠି ଔଷଧ ଗଛ ଦିଟା ଅଛି। ତ ସାଙ୍ଗମାନେ ଦେଖିପାରୁଥିବେ ଏଇଟା ଔଷଧୀୟ ଗଛ। ତାକୁ ଆମ ଆଡେ ଷଣ୍ଢ ବଟା କହନ୍ତି। ଏଇଟା ଯୋଉ ଛୋଟ ଛୋଟ ପିଲା ସେମାନେ ଯେତେବି ଦୌଡ଼ଉଥିଲେ ବା କୋଉଠି ବାହାରେ ଯାଉଥିଲେ ଏଇଟା ଟିକେ ଚିପୁଡ଼ି ମୁଣ୍ଡରେ ଘଷି ଦିଅନ୍ତି। ଆଉ କାହାକୁ ଯଦି ଟିକେ ସେମିତି ଦେହ ଖରାପ ଥିଲେ ଏଇଟା ଲଗାଇ ଦିଅନ୍ତି। ଛୋଟ ଛୋଟ ପିଲାମାନଙ୍କୁ ଦେଖିପାରୁଥିବେ। ଚାଲନ୍ତୁ ଆଉ ଦେଖାଉଛି। ଏଇଟା ଗୋଟେ ସାଇଡରେ ଅଛି କଲରା ପତ୍ର ଦେଖିପାରୁଥିବେ। କଲରା ଗଛ ଅଛି ଏଠି। ତ ଗାଇସ୍ ଦେଖନ୍ତୁ କଲରା ଗୋଟେ ଛୋଟ ଛୋଟ ଅଛି। ଦେଖନ୍ତୁ ଏଇଠି ଗୋଟେ ଅଛି। ଏମିତି ଗୋଟେ ଅଛି ଗୋଟେ ବେଶୀ ନାହିଁ ଏଠି। ତ ଏପଟେ ଅଛି କାଙ୍କଡ଼ ଗଛ ଦେଖନ୍ତୁ। କାଙ୍କଡ଼ ଦେଖେଇ ଦେଉଛି ଆପଣଙ୍କୁ। ତ ଗାଇସ୍ ଦେଖନ୍ତୁ ଏଇଠି ଗୋଟେ ଅଛି କାଙ୍କଡ଼। ତାପରେ ଏଇଠି ଗୋଟେ ଅଛି। ଘର ଭିତରେ ବାହାରିଛି ଗାଇସ୍। ଏପଟେ ସେମି ବୁଦା କେତେ ଅଛି ଦେଖନ୍ତୁ ପୁରା ଭର୍ତ୍ତି ହେଇଛି ଭିତରେ। ଘର ଭିତରେ ପୁରା ଚାଷ ଚାଲିଛି ଆଉ କଣ କରିବା। ଜାଗା ପ୍ରୋବ୍ଲେମ୍। ତ ଭିଡ଼ିଓଟା ଭଲ ଲାଗିଥିଲେ ସେୟାର କରିଦେବେ। ତ ରହିଲି ସାଙ୍ଗମାନେ, ଜୟ ଜଗନ୍ନାଥ।